ଆଜି ହୋମ୍ ମିନିଷ୍ଟରଙ୍କ ଅର୍ଡ଼ର ଅଛି ଠାକୁର ଘର ପୁଛାପୁଛି କରି କଳସରେ ପାଣି ରଖିଥା, ମୁଁ ଯାଉଛି ମାର୍କେଟ ଆସିଲେ କରିବି ଠାକୁର ପୂଜା। ଠିକ୍ ସେଇଆ କଲି ଆଉ। ଠାକୁର ଘର ପୁଛାପୁଛି କରି କଳସରେ ସବୁ ପାଣି ରଖି ପ୍ରଣାମ କରିକି ଆସିଲି, ବସେଇଦେଲି ଚାହା ଟିକେ ନେଇକି ଦେଇଦେଲି ସମସ୍ତଙ୍କୁ। ତାପରେ ପରିବାପତ୍ର କଟାକଟି କରି ବସେଇଦେଲି ଦଲିଆର ଉପମା। ସେତେବେଳକୁ ମଉସା ଆସି ପୂଜାବିଧି ସରେଇ ବସିଲେଣି ଖାଇବା ପାଇଁ। ମଉସାଙ୍କୁ ଦେଇଦେଲି ଖାଇବା। ଆଜି ମହାଳାବ ଆସିନାହାନ୍ତି କାମକୁ, ସେଥିପାଇଁ ସେଠିଆକୁ ଯଶୋଦାକୁ ଦେଇଦେଇ ମୁଁ ଟିକେ ଖାଇଦେଲି। ତାପରେ ମଜା ଧୁଆ କରି ବସେଇଦେଲି ଟିକେ ଭାତ, ଏପଟେ ପରିବାପତ୍ର କଟାକଟି କରିକି ଘାଣ୍ଟ ତରକାରୀ। ରୋଷେଇଟା ସରିଲା ପରେ ଟିକେ ପୁଛାପୁଛି ହେଇ ଫ୍ୟାନ୍ଟା ଲଗେଇ ବସିଲି, ପାଣି ଟିକେ ପିଇଲି। ଠିକ୍ ସେତିକି ବେଳୁ ବଡ଼ ଝିଅ ସାନ ଝିଅ ସବୁ ଫୋନ୍ କଲେ, ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେଲି। ମଉସାଙ୍କୁ ଦେଇଦେଲି ଖାଇବା। ମଉସା ଖାଇଲେ ଦହି ପକେଇକି ଗରମ ଭାତରେ ଘାଣ୍ଟ ତରକାରୀ ଆଉ ସାଲାଡ଼। ମୁଁ ଖାଇଲି ପଖାଳ ଭାତକୁ ଘାଣ୍ଟ ତରକାରୀ ସାଲାଡ଼। ଶୋଇବାକୁ ଯାଉଥିଲି, ପିଲାମାନେ ବାଡ଼ିକାନି ହାଉ ହାଉ ହେଉଛନ୍ତି, ଯାଇକି ଦେଖେ ତ ବାଟି ଖେଳରେ ପିଲାମାନେ ଲାଗିଯାଇଛନ୍ତି। ଆମ ବାରି ଟିକେ ଛାଇ ହେଉଛି ତ ଖେଳୁଛନ୍ତି ଆଉ। ତାପରେ ତାଙ୍କ ପାଖରେ ଦେଖିକି ଟିକେ ବସି ପଡ଼ିଲି ଆଉ।